ନମସ୍କାର ଦର୍ଶକ ବନ୍ଧୁ ପଡ଼ିବାକୁ ଯାଉଛି ଭୟଙ୍କର ଓ ବିରଳ ସୂର୍ଯ୍ୟ ପରାଗ। ଏ ବର୍ଷର ଅନ୍ତିମ ବିରଳ ଓ ଭୟଙ୍କର ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି 21 ସେପ୍ଟେମ୍ବର 2025 ରବିବାର ଦିନ ଆଶ୍ୱିନ ଅମାବାସ୍ୟା ମହାଳୟା ଅମାବାସ୍ୟା ଦିନ ପଡ଼ିବାକୁ ଯାଉଅଛି ଏ ବର୍ଷର ଶେଷ ଓ ମହାଭୟଙ୍କର ସୂର୍ଯ୍ୟ ପରାଗ। ଏହା ସହ ପିତୃପକ୍ଷ ସମାପ୍ତି ମଧ୍ୟ ଏହି ଦିନ ହେଉଅଛି। ଏ ପ୍ରକାରର ବିରଳ ସଂଯୋଗରେ ସୂର୍ଯ୍ୟ ପରାଗ ପ୍ରାୟତଃ 100 ବର୍ଷରେ ଥରେ ଲାଗିଥାଏ। ଏବେ ଆପଣମାନଙ୍କ ମଧ୍ୟରେ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଥିବ କି ଏହି ସୂର୍ଯ୍ୟ ପରାଗର ପ୍ରଭାବ ଭାରତରେ ତଥା ଆମ ଓଡ଼ିଶାରେ ରହିବ କି ନାହିଁ, ଏହା ପାଳନୀୟ କି ନୁହେଁ। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓରେ ଜାଣିବା ସେପ୍ଟେମ୍ବର 21 ତାରିଖ 2025ରେ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ କେଉଁ ସମୟରେ ଆରମ୍ଭ ହୋଇ କେଉଁ ସମୟରେ ଶେଷ ହେବ, ଭାରତରେ ତଥା ଆମ ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ, ପାକ ନିଷେଧ ବା ହାଣ୍ଡିଛାଡ଼ର ସମୟ କ'ଣ ରହିବ, ଏହା ସହ ଜାଣିବା ପରାଗ ସମୟରେ କେଉଁ କାମ କରିବା ଶୁଭ ଓ କେଉଁ କାମ କରିବା ଅଶୁଭ ଅଟେ। ଗର୍ଭବତୀ ମହିଳାମାନେ ଏହି ଦିନ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ, କେଉଁ କେଉଁ କାମ ଏବଂ ରାଶିମାନଙ୍କ ଉପରେ ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡ଼ିବ ଏବଂ କେଉଁ କେଉଁ ରାଶିଧାରୀ ବ୍ୟକ୍ତି ବିଶେଷଙ୍କ ଉପରେ ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଅଛି ଏବଂ ସୂର୍ଯ୍ୟ ପରାଗ ଦିନ ଏମିତି କେଉଁ ଉପାୟ ଅଛି ଯେଉଁ ଉପାୟକୁ ସମସ୍ତ ରାଶି ବିଶେଷର ଲୋକମାନେ ନିଜ ଜୀବନରେ ପ୍ରୟୋଗ କଲେ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯିବ, ସୁଖ ସମୃଦ୍ଧି ମାନ ସମ୍ମାନ ପ୍ରାପ୍ତି ହେବ। ଏ ସମସ୍ତ ବିଷୟରେ ଆଜିର ଭିଡ଼ିଓରେ ଜାଣିବା, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ନିଶ୍ଚୟ ଦେଖନ୍ତୁ। ଦର୍ଶକ ବନ୍ଧୁ ଯେହେତୁ ଏହା ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହା ମାମୁଲି ସୂର୍ଯ୍ୟ ପରାଗ ନୁହେଁ ବରଂ ଏହା ଏକ ମହା ସୂର୍ଯ୍ୟ ପରାଗ ହେବାକୁ ଯାଉଅଛି, ଯାହାକି 21 ସେପ୍ଟେମ୍ବର 2025 ରବିବାର ଦିନ ପଡ଼ିବାକୁ ଯାଉଅଛି ଏବଂ ଏହି ଦିନ ଆଶ୍ୱିନ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ମଧ୍ୟ ପଡ଼ୁଅଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ସୂର୍ଯ୍ୟ ପରାଗ ସମୟରେ ସମସ୍ତ ଦୈବୀ ଶକ୍ତିମାନଙ୍କର ଶକ୍ତି କମ୍ ହୋଇଯାଇଥାଏ ଏବଂ ନକାରାତ୍ମକ ଶକ୍ତିମାନଙ୍କର ପ୍ରଭାବ ଅଧିକ ରହିଥାଏ। ତେବେ ଦର୍ଶକ ବନ୍ଧୁ 2025 ମସିହାର ଅନ୍ତିମ ବା ଶେଷ ସୂର୍ଯ୍ୟ ପରାଗ 21 ସେପ୍ଟେମ୍ବର ରବିବାର ଦିନ ରାତ୍ରି 9:01 ଆରମ୍ଭ ହେବ ଏବଂ ଏହାର ମଧ୍ୟରାତ୍ରି 2:02 ଶେଷ ହେବ। ଯେହେତୁ ଏ ସୂର୍ଯ୍ୟ ପରାଗ ରାତିରେ ଲାଗିବାକୁ ଯାଉଥିବାରୁ ଏହା ଭାରତ ତଥା ଆମ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ କି ଏହା ପାଳନୀୟ ମଧ୍ୟ ନୁହେଁ ଏବଂ ହାଣ୍ଡିଛାଡ଼ ବା ପାକତ୍ୟାଗ ମଧ୍ୟ କରାଯିବ ନାହିଁ। କିନ୍ତୁ ଦର୍ଶକ ବନ୍ଧୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ପ୍ରଭାବ ସମସ୍ତ ଜୀବଜଗତ ଉପରେ ପଡ଼ିଥାଏ, ଗ୍ରହ ନକ୍ଷତ୍ରମାନଙ୍କ ଉପରେ ପଡ଼ିଥାଏ, ସମସ୍ତ ରାଶିମାନଙ୍କ ଉପରେ ପଡ଼ିଥାଏ, ସମ୍ପୂର୍ଣ୍ଣ ସଂସାର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯଦି ଏହି ଦିନ କୌଣସି ଉପାୟ କରାଯାଏ ତେବେ ସେହି ଉପାୟର ପ୍ରଭାବ ଆପଣଙ୍କୁ ତୁରନ୍ତ ହିଁ ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ ଆପଣମାନେ ତ ଜାଣିଥିବେ ଯେତେବେଳେ ସୂର୍ଯ୍ୟ ପରାଗ ହୋଇଥାଏ ସେତେବେଳେ ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ରାଶିଚକ୍ରର 12 ଗୋଟି ରାଶି ଉପରେ ପଡ଼ିଥାଏ। ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ସୂର୍ଯ୍ୟଦେବଙ୍କ ସ୍ଥିତି ଭଲ ଥାଏ, ବଳବାନ ଅବସ୍ଥାରେ ଥାଏ, ସେହି ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରିଥାଏ। ଭାଗ୍ୟ ସବୁବେଳେ ତାଙ୍କ ସାଥ ଦେଇଥାଏ। ଯେକୌଣସି କାର୍ଯ୍ୟ ସେମାନେ ପ୍ରାରମ୍ଭ କରନ୍ତି ସେଥିରେ ସେମାନଙ୍କୁ ସଫଳତା ମିଳିଥାଏ ଏବଂ ସମାଜରେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ସୂର୍ଯ୍ୟ ପରାଗଠାରୁ 6 ଗୋଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଏବେ ଜାଣିବା
ସୂର୍ଯ୍ୟ ପରାଗ ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣ ଭାଗ୍ୟ ଚମକି ଯିବ? ଚମକିବ କ'ଣ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ, ଯାହା ଆପଣମାନେ କେବେ କଳ୍ପନା ମଧ୍ୟ କରିନଥିବେ। ତାପରେ ଜାଣିବା କେଉଁ 6ଗୋଟି ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଏହି ସୂର୍ଯ୍ୟ ପରାଗଠାରୁ ବଦଳିବାକୁ ଯାଉଅଛି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଦର୍ଶକ ବନ୍ଧୁ, ମନେ ରଖନ୍ତୁ, ଯେତେ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ଲାଗି ରହିବ ସେତେବେଳେ ପର୍ଯ୍ୟନ୍ତ ନା ଆପଣ ଖାଇବା ବନେଇବା ନା ତ ଆପଣ ନିଜେ ଖାଇବେ। ଦ୍ୱିତୀୟରେ, ଏହି ସୂର୍ଯ୍ୟ ପରାଗ ସମୟରେ ମହିଳାମାନେ ନିଜ ବାଳରେ ତେଲ ଲଗାନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ବୋଲି ମନା ଯାଇଥାଏ। ଏବଂ ଏହି ସୂର୍ଯ୍ୟ ପରାଗ ସମୟରେ ଆପଣ ଆପଣଙ୍କ ଘରେ କଇଁଚି, ଛୁରୀ, ଚାକୁ କିମ୍ବା କୌଣସି ହତିଆରର ବ୍ୟବହାର କରନ୍ତୁ ନାହିଁ, ନଚେତ୍ ଏହାର ସିଧା ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡ଼ିପାରେ। ଯଦି ଆପଣଙ୍କର ବିବାହ ହୋଇସାରିଛି, ତାହେଲେ ପରାଗ ସମୟରେ ଭୁଲରେ ବି ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହୁଥିବା ହେତୁ ଆପଣଙ୍କର ଅନେକ ପ୍ରକାରର ଦୋଷର ସାମ୍ନା କରିବାକୁ ପଡ଼ିପାରେ। ଦର୍ଶକ ବନ୍ଧୁ, ପ୍ରଥମ ଉପାୟ ଯାହା ଆପଣଙ୍କୁ ବତାଇବାକୁ ଯାଉଅଛି ତାହା ହେଉଛି କରଜରୁ ମୁକ୍ତି ପାଇବାର ଉପାୟ। ଦର୍ଶକ ବନ୍ଧୁ, ମାନି ନିଅନ୍ତୁ ଆପଣ ଏମିତି କିଛି ଋଣ ବା କରଜ ନେଇଛନ୍ତି ଯାହାକୁ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଦେଇପାରୁନାହାନ୍ତି। ଦିନକୁ ଦିନ ଆର୍ଥିକ ସମସ୍ୟା ବଢ଼ି ବଢ଼ି ଚାଲୁଅଛି ଏବଂ ଆପଣଙ୍କ ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଛି ଏବଂ ଆପଣ ଏହି ସବୁ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି। ତେବେ ସୂର୍ଯ୍ୟ ପରାଗ ଯେମିତି ରାତ୍ରି 9:01 ଆରମ୍ଭ ହେବ, ସେହି ସମୟରେ ଆପଣ ଗୋଟିଏ ଲାଲି କପଡ଼ା ନିଅନ୍ତୁ। ସେହି ଲାଲି କପଡ଼ା ଉପରେ 3ଟି କିମ୍ବା 5ଟି କିମ୍ବା 7ଟି ଲବଙ୍ଗ ନିଅନ୍ତୁ। ଅଧିକ ମଧ୍ୟ ନେଇପାରିବେ, କିନ୍ତୁ ମନେ ରଖିବେ ବେଜୋଡ଼ ସଂଖ୍ୟକ ହେବା ଦରକାର। ସେଥିରେ ଗୋଟିଏ 1 ଟଙ୍କାର ମୁଦ୍ରାଟିଏ ରଖି ତାର ଗୋଟିଏ ପୁଟୁଳି ପ୍ରସ୍ତୁତ କରିନିଅନ୍ତୁ ଓ ସେହି ପୁଟୁଳି ନିଜ ପୂଜା ଘରେ ରଖିନିଅନ୍ତୁ ଏବଂ ଏହା ପରଦିନ ସ୍ନାନ କରିସାରିବା ପରେ ସେହି ପୁଟୁଳିକୁ ନେଇ କୌଣସି ମନ୍ଦିର ବାହାରେ ବସିଥିବା ଭିକ୍ଷୁକକୁ ଦାନ କରିଦିଅନ୍ତୁ। କେବଳ ଏତିକି ଉପାୟ ଯଦି ଆପଣମାନେ ଏହି ସୂର୍ଯ୍ୟ ପରାଗ ଦିନ ପରାଗ ସମୟରେ କରିନିଅନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କୁ ସମସ୍ତ କରଜରୁ ମୁକ୍ତି ମିଳିଯିବ। ଦେଖିବେ କେବଳ 1 ମାସ ଭିତରେ ଆପଣ ସମସ୍ତ କରଜରୁ ମୁକ୍ତି ପାଇଯିବେ। ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଧନ ଆଗମନରେ ବିଭିନ୍ନ ମାର୍ଗ ମଧ୍ୟ ଖୋଲିଯିବ। ଦର୍ଶକ ବନ୍ଧୁ, ଆପଣଙ୍କ ଘରେ ଯଦି ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଯାଉଛି ବା କୌଣସି ବ୍ୟକ୍ତି ଆପଣଙ୍କ ଘର ଉପରେ କଳାଜାଦୁ ବା ଗୁଣିଗାରେଡ଼ି କରୁଅଛି, ଯେଉଁଥିପାଇଁ ଆପଣ ଚିନ୍ତାରେ ଅଛନ୍ତି, ସମସ୍ୟାରେ ଅଛନ୍ତି, ତେବେ ଆପଣ ଏହି ସୂର୍ଯ୍ୟ ପରାଗ ଦିନ ଗୋଟିଏ ନଡ଼ିଆ କିଣି ନେଇ ଆସନ୍ତୁ ଏବଂ ଏହି ନଡ଼ିଆକୁ ନେଇ ଘରର ସବୁ ସଦସ୍ୟମାନଙ୍କ ମୁଣ୍ଡରେ ଛୁଆଇ ଠାକୁର ଘରେ ରଖିଦିଅନ୍ତୁ ଏବଂ ତା ପରଦିନ ସେହି ନଡ଼ିଆକୁ ନେଇ ମନ୍ଦିରର ପୂଜାରୀଙ୍କୁ ଦେଇଦିଅନ୍ତୁ। ଦେଖିବେ ଏତିକି ଉପାୟ କରିବା ଦ୍ୱାରା କାହାର ବି କୁଦୃଷ୍ଟି ଆପଣଙ୍କ ଘର ଉପରେ ପଡ଼ିବ ନାହିଁ। ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହେବ। ବନ୍ଧୁଗଣ, ତନ୍ତ୍ରଶାସ୍ତ୍ରରେ ସ୍ପଷ୍ଟ ଭାବରେ ଲେଖାଯାଇଛି କି ସୂର୍ଯ୍ୟ ପରାଗର ପରଦିନ କୌଣସି ବି ଲୋକ ନିଜ ଘରକୁ ସଦାବାହାର ଗଛ ନେଇ ଆସିଥାଏ। ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ। ଦର୍ଶକ ବନ୍ଧୁ, ସଦାବାହାର ଗଛ ଏମିତି ଏକ ଗଛ ହୋଇଥାଏ ଯେଉଁଥିରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଆପଣମାନେ ସୂର୍ଯ୍ୟ ପରାଗର ପରଦିନ ଗୋଟିଏ ସଦାବାହାର ଗଛ ନେଇ ଆସନ୍ତୁ ଏବଂ ଘରର ପୂର୍ବ ଦିଗରେ ସ୍ଥାପନ କରିଦିଅନ୍ତୁ ଏବଂ
ପ୍ରତ୍ୟେକ ଦିନ ଜଳ ପ୍ରଦାନ କରନ୍ତୁ। ଯଦି ଏତିକି ଉପାୟ ଆପଣ କରିନିଅନ୍ତୁ ତେବେ ବିଶ୍ୱାସ କରନ୍ତୁ ଆଜ୍ଞା, ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣମାନେ ସର୍ବଦା ପ୍ରାପ୍ତ କରିବେ। ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ। ଧନ ଆସିବ ଆରମ୍ଭ ହୋଇଯିବ। ଧନ ଧାନ୍ୟରେ ଘର ପୂର୍ଣ୍ଣ ହୋଇଉଠିବ। ରାଶିଚକ୍ରର 12ଟି ରାଶିମାନଙ୍କ ମଧ୍ୟରୁ 6ଗୋଟି ରାଶିମାନଙ୍କ ଉପରେ ଏହି ସୂର୍ଯ୍ୟ ପରାଗରୁ ଶୁଭ ପ୍ରଭାବ ପଡ଼ିବ। ଏହି 6ଗୋଟି ରାଶିଚକ୍ରର 12ଟି ରାଶିମାନଙ୍କ ମଧ୍ୟରୁ 6ଗୋଟି ରାଶିମାନଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡ଼ିବ। ଏହି 6ଗୋଟି ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ। ଏହି 6ଗୋଟି ରାଶି ହେଉଛନ୍ତି ମେଷ ରାଶି, ତୁଳା ରାଶି, କନ୍ୟା ରାଶି, ମକର ରାଶି, ସିଂହ ରାଶି, କୁମ୍ଭ ରାଶି। ଏହି 6 ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ଓ ଫଳଦାୟୀ ରହିବ। ଅନ୍ୟ 6ଟି ରାଶି ଉପରେ ସୂର୍ଯ୍ୟ ପରାଗର କିଛି ସାମାନ୍ୟ ପ୍ରଭାବ ପଡ଼ିବ। ସେହି ରାଶିଗୁଡ଼ିକ ହେଉଛନ୍ତି କର୍କଟ ରାଶି, ବିଛା ରାଶି, ଧନୁ ରାଶି, ମୀନ ରାଶି, କୁମ୍ଭ ରାଶି, ବୃଷ ରାଶି। ସେପ୍ଟେମ୍ବର 21 ତାରିଖ ଦିନ ଅମାବାସ୍ୟା ସହ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ତେଣୁ ଏହି ଦିନ ଆପଣମାନେ ଦାନ କରନ୍ତୁ ଏବଂ ଭଗବାନ ଶିବ ଶଙ୍କରଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ରର ପାଠ କରନ୍ତୁ। ରାଶିଜନିତ ଅଶୁଭ ଫଳ ଖଣ୍ଡିତ ହେବ। ଆପଣଙ୍କର ମଙ୍ଗଳ ହେବ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।